ଶେଷରେ ଏତିକି କହିବା ପାଇଁ ଚାହୁଁଛି ଆପଣଙ୍କ ମାଧ୍ୟମରେ ଏଇ ଯେଉଁ ପିଲାମାନେ କ୍ଷେତ୍ରପାଳ ଗ୍ରାମ ଏବଂ ଚିନ୍ତାମଣିପୁର ଶାସନ ଗ୍ରାମର ଯେଉଁ ପିଲାମାନେ ଗୁଡ଼ି ଉଡ଼ାଉଥିଲେ, ମୁଁ ଘରକୁ ଯିବା ସମୟରେ ଟାଙ୍ଗୀ ଥାନାରୁ ସୂତାଟି ମୋର ନାକ, ଆଖି ଏବଂ ଗାଲକୁ ଗୋଟେ ଭୟଙ୍କର ଭାବରେ କାଟିଛି, ଯାହାଫଳରେ କି ମୁଁ ଆଜି ରାସ୍ତାରେ ପଡ଼ି ଦୁର୍ଘଟଣାରେ ଏମିତି ଶିକାର ହୋଇଛି। ଏବଂ ଗାଁ ଯେଉଁ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ ଡାକିକିରି ମୋତେ ମେଡ଼ିକାଲରେ ଆଡ଼ମିଟ୍ କରିଥିଲେ। ମୋ ବଡ଼ ଭାଇ ତାଙ୍କର ମଧ୍ୟ ଗୋଡ଼ ମାଡ଼ ହୋଇଛି, ଆଣ୍ଠୁ ଫାଣ୍ଠୁ ସବୁ ଖଣ୍ଡିଆ ଖାବରା ହେଇଛି। ଆପଣ ପଛରେ ବସିଥିଲେ ବୋଧେ? ନାଇଁ, ମୁଁ ଆଜ୍ଞା ଚଲାଉଥିଲି, ଭାଇ ବସିଥିଲେ ପଛରେ। କୁଆଡ଼େ ଯାଉଥିଲୁ? କୁଆଡ଼େ ଆସିଥିଲୁ ଟାଙ୍ଗୀ ଥାନାକୁ, ଘରକୁ ଫେରୁଥିଲୁ। ଆଉ ଏବେ ଥାନା ଦ୍ୱାରସ୍ଥ ହେଲେଣି? ଥାନାରେ ଏବେ ଦ୍ୱାରସ୍ଥ ହୋଇ ଥାନାରେ ଅଭିଯୋଗ କରିଛି। ଆଇସି କ'ଣ କହିଲେ? ଆଇଆଇସି କହିଛନ୍ତି ଯେ କାଲି ତୁରନ୍ତ ଏ କେସ୍ ଉପରେ ପଦକ୍ଷେପ ନେବା ପାଇଁ। କଥା କହିବା ଯେ ଆପଣ ମାଧ୍ୟମରେ କହିବାକୁ ଚାହୁଁଛି, ଆମେ ଗୋଟେ ଗୁରୁତ୍ୱ କାମ ନେଇ ଟାଙ୍ଗୀ ଥାନାକୁ ଆସିଥିଲୁ। ଟାଙ୍ଗୀ ଥାନାରୁ ଫେରିଲା ବେଳେ କେନାଲ ବନ୍ଧ ରାସ୍ତା କ୍ଷେତ୍ରପାଳ ପାଖରେ ସେ ଅଜଣା ପିଲାମାନେ ଗୁଡ଼ି ଉଡ଼ାଉଥିଲେ, ଯାହାଫଳରେ ମୋ ସାନ ଭାଇ ପ୍ରସନ୍ନ ମଲ୍ଲିକ ଗାଡ଼ି ଚଲାଉଥିଲେ, ମୁଁ ତାଙ୍କ ପଛପଟେ ବସିଥିଲି। ସୂତାଟି ମାଞ୍ଜା ସୂତାଟି ତାଙ୍କ ବେକ ଆଉ ନାକରେ ଲାଗିଯିବା ଫଳରେ ଆମେ କେନାଲ ବନ୍ଧ ତଳକୁ ଗାଡ଼ି ଖସିଗଲା। ଫଳରେ ଉକ୍ତ ସ୍ଥାନରେ ମୋ ସାନ ଭାଇର ଡାକ କଟିଯିବା ସହିତ ମୁଁ ମଧ୍ୟ ଗୁରୁତରରେ ଆହତ ହୋଇଥିଲି। ଘଟଣାସ୍ଥଳରେ ଉପସ୍ଥିତ ବାଟୋଇମାନେ ଆମେ 2 ଜଣଙ୍କୁ ନେଇ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ପରେ ମୋ ସାନ ଭାଇର ନାକ ଏତେ ଗୁରୁତର ଅବସ୍ଥାରେ ଥିବା ସତ୍ତ୍ୱେ ତାଙ୍କୁ ସ୍ଥାନାନ୍ତରିତ କରାଗଲା କଟକ ମେଡ଼ିକାଲ। ଆଉ କଟକ ମେଡ଼ିକାଲରେ ଡକ୍ଟରଙ୍କ ଦେଖିଲେ, ଯାହାଫଳରେ ଗୁରୁତର ଥିବାରୁ 14ରୁ 15ଟି ଷ୍ଟିଚ୍ ସତ୍ତ୍ୱେ ବର୍ତ୍ତମାନ ଗୁରୁତର ଜାଣିପାରୁଛୁ କେନାଲ ବନ୍ଧ ଉଭୟ ସାଇଡ଼ରେ ଚିନ୍ତାମଣିପୁର, ଏପଟ କ୍ଷେତ୍ରପାଳର ପିଲାମାନେ ହିଁ ଗୁଡ଼ି ଉଡ଼ାଉଥିଲେ। ତେଣୁ ମୁଁ ଆପଣମାନେ ପ୍ରଶାସନକୁ ନିବେଦନ କରୁଛି, ଯାହାଫଳରେ ଏହା ପ୍ରତି ଟିକେ ତଦାରଖ କିମ୍ବା ଗୁରୁତର ସହିତ ବିଚାର ନ କଲେ ଏ ଜୀବନ ବଞ୍ଚିବାଟା ସମ୍ଭବ ହେବ ନାହିଁ। ରାସ୍ତାରେ ଯେଉଁମାନେ ଆମ ଭଳି ଅନେକ ଲୋକ ରାସ୍ତାରେ ଯାତାୟାତ କରୁଛନ୍ତି, ଗାଡ଼ି ଗୁଡ଼ିର ସୂତା ଲାଗିକି ସେମାନଙ୍କର ମୃତ୍ୟୁକୁ ନ ଆସିବା ପାଇଁ ଆମେ ଆପଣଙ୍କ ମାଧ୍ୟମରେ ପ୍ରଶାସନକୁ ନିବେଦନ। ଏବେ ପ୍ରଶାସନ ଏହା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ମାନେ ସ୍ଥାନୀୟ ଲୋକଙ୍କ ଏବଂ ଯୁବକଙ୍କୁ ଏ ବାବଦରେ ଗୁରୁତ୍ୱ ଦେବା ସହିତ ଯେଉଁମାନେ ଗୁଡ଼ି ଉଡ଼ାଉଛନ୍ତି ତାଙ୍କ ପିଲାମାନଙ୍କର ଅଭିଭାବକମାନଙ୍କୁ ଜଣାଇକି ଏ ବାବଦରେ ଗୁରୁତ୍ୱର ସହ ବିଚାର କରିବା ପାଇଁ ଆମେ ମୁଁ ଆଇଆଇସି ସାର୍ଙ୍କୁ ଏବଂ ଏସ୍ଡିପିଓ ସାର୍ ଆମ ନାୟକ ସାର୍ ଥିଲେ, ତାଙ୍କୁ ଏ ବାବଦରେ ଜଣାଇଲି। ସେ ଏହାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ଆଇସି କ'ଣ କହିଲେ? ଆଇଆଇସି ଏବଂ ଏସ୍ଡିପିଓ ସାର୍ ଏହାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲିକରି ପ୍ରତିଶ୍ରୁତି ଆମକୁ ଦେଲେ।